Hello students, welcome to my channel Educational Vibes with Madhusmita. ଆମେ ପଢିଥିଲେ class 6 ର first unit a bottle of dew ର part 1 then ଏଇ ଭିଡିଓରେ ଆମେ ପଢିବା part 2 ଓକେ ତ part 2 ଚାଲ ପଢିବା ଓକେ ୱେଟ୍ କର ଟିକେ ଏ ଯୋଉ क्वेश्चन आंसर ସବୁ ଅଛି ମୁଁ ଗୋଟେ ଅଲଗା କ୍ଲାସ୍ ରେ ଡିସ୍କସ୍ କରିବି ଓକେ क्वेश्चन आंसर କ୍ଲାସ୍ ରେ ଓକେ part 2 ରେ କ'ଣ କୁହାଯାଉଛି ଚलो ଦେଖିବା ରାମନାଥ went home and talked to his wife ରାମନାଥ କ'ଣ କଲା ନା went home ଘରକୁ ଗଲା ଏବଂ talk to his wife ସେ ତା ସ୍ତ୍ରୀ ସହିତ କଥା ହେଲା ପୂର୍ବରୁ କ'ଣ ହେଇଥିଲା ନା ସେ ସାଧୁ ଜଣେ ତାଙ୍କୁ କହିଥିଲେ ଯେ ବାନାନା ପ୍ଲାଣ୍ଟେସନ କରିବା ପାଇଁ ମାନେ କଦଳୀ ଗଛ ଲଗେଇବା ପାଇଁ ଏବଂ କଦଳୀ ଗଛର ସେ ଯୋଉ କଦଳୀ ଗଛର ଉପରେ ଯୋଉ ତୁଷାର ପଡିଥିବ କାକର ପଡିଥିବ ସେଇଥିରୁ ହିଁ 5 ଲିଟର ବୋତଲର କାକର ଭର୍ତ୍ତି କରିକି ବାବା ପାଖକୁ ନେଇକି ଯିବ ଦେନ୍ ସେ ବାବା କିଛି ସେଥିରେ ଯାଦୁ କରିବେ ଯାଦୁ କରିସାରିଲା ପରେ ସେଟା ଗୋଟେ ମ୍ୟାଜିକ ପୋର୍ସନରେ ପରିଣତ ହେଇଯିବ କି ଯୋଉ ମ୍ୟାଜିକ ପୋର୍ସନକୁ ଛିଞ୍ଚିଲେ ପ୍ରତ୍ୟେକ ବସ୍ତୁରେ ଅବଜେକ୍ଟରେ ସେଇଟା କ'ଣ ହେଇଯିବ ନା ଗୋଲ୍ଡ ସୁନାରେ ପରିଣତ ହେଇଯିବ ସେଇ ବାବା ତାକୁ ଏତିକି ଉପଦେଶ ଦେଇଥିଲେ ତାପରେ ସେ କ'ଣ ହେଇଛି ନା ନେକ୍ସଟ ପାର୍ଟରେ ଆମେ ପଢିବାକୁ ଯାଉଛେ ଓକେ ନେକ୍ସଟ ପାର୍ଟ ଓକେ ସେ କହୁଛି ରାମନାଥ went home and talked to his wife ରାମନାଥ କ'ଣ କଲା ଘରକୁ ଗଲା ଏବଂ talk to his wife ତା ୱାଇଫ ସହିତ କଥା ହେଲା then he started cleaning his large fields then ମାନେ ତାପରେ he started ସେ କ'ଣ ଆରମ୍ଭ କଲା ନା ସଫା କଲା ତା ଯୋଉ ବହୁତ ବଡ ବଡ ଜମି ଥିଲା ତାକୁ କ'ଣ କଲା ନା ସଫା କଲା which had been lying empty all these years ଯୋଉ ଜମି ଗୁଡ଼ିକ ସବୁ fields which ବସିଛି fields ମାନଙ୍କ ପାଇଁ ଓକେ ଯୋଉ fields ଗୁଡେ ଯୋଉ ଜମି ଗୁଡ଼ିକ ବହୁତ ବର୍ଷ ଧରି ଖାଲି ପଡିଥିଲା empty ମାନେ ଖାଲି there he planted rows and rows of banana plants ସେଠାରେ ସେ କ'ଣ କଲା he planted rows planted ମାନେ ଗଛ ଲଗାଇଲା rows ମାନେ ଧାଡି ବହୁତ ଧାଡିର ବାନାନା ପ୍ଲାଣ୍ଟ ଗଛ ଲଗାଇଲା ମାନେ କଦଳୀ ଗଛ ଲଗାଇଲା ଦେନ୍ ସେ କହୁଛି he tended them carefully tended ମାନେ ଏଠି ଲେଖା ଯାଇଛି looked after ମାନେ ଯତ୍ନ କରିବା he tended ସେ ବହୁତ ଯତ୍ନ କଲା ତାଙ୍କୁ ଯତ୍ନର ସହିତ ପୁରା ବହୁତ କେୟାର ନେଲା ସେ ଗଛର ନିଜେ ପ୍ଲାଣ୍ଟ କଲା ନିଜେ ସବୁ ଗଛର ଧ୍ୟାନ ରଖିଲା ଓକେ ନେକ୍ସଟ କହୁଛି during the winter months he collected the dew with great care during the winter ମାନେ ଶୀତ ଦିନର ଯୋଉ ଯେତେବେଳେ ମାସ ଚାଲିଲା he collected the dew ସେ କ'ଣ କଲା ନା ସେଇ dew କଲେକ୍ଟ ମାନେ ଏକାଠି କରିବା the dew ମାନେ ସେ ଯୋଉ କାକର ବୁନ୍ଦାକୁ ଓକେ ସେ କାକର ବୁନ୍ଦାକୁ ଧୀରେ ଧୀରେ କ'ଣ କଲା ନା କଲେକ୍ଟ କରିବାକୁ ଲାଗିଲା ସଂଗ୍ରହ କଲା with a great care ବହୁତ ଯତ୍ନର ସହିତ ସେ କାକର ଗୁଡ଼ିକୁ ସେ କଲେକ୍ଟ କରିବାକୁ ଲାଗିଲା ଏକାଠି କରିବାକୁ ଲାଗିଲା ଏଥିପାଇଁ ସେ ଯତ୍ନର ସହିତ କରୁଛି ସେ ଗୋଟେ ମାନେ ସେ ମ୍ୟାଜିକ ପୋର୍ସନ ପାଇବାର ତାର ଗୋଟେ ପାଗଳ ହେଇଗଲାଣି ସେ ମ୍ୟାଜିକ ପୋର୍ସନ ପାଇବା ପାଇଁ ଓକେ ନେକ୍ସଟ ଲାଇନ କୁ ଯିବା his wife helped him to ତା ୱାଇଫ ମାନେ ତା ସ୍ତ୍ରୀ ତାକୁ ମଧ୍ୟ ହେଲ୍ପ କଲା ହେଲ୍ପ ମାନେ ସାହାଯ୍ୟ କଲା ମଧୁମତି ଯେ ତା ୱାଇଫ ଥିଲା gathered the banana crop took into the market and got a good price for it ମଧୁମତି ଯେ ଥିଲା ତା ୱାଇଫ ଥିଲା ଗ୍ୟାଦର ଏକାଠି କଲା ସେ ଯୋଉ ବାନାନା କ୍ରପ ମାନେ କଦଳୀକୁ ଓକେ ସିଏ କ'ଣ କରୁଛି ନା ଡ୍ୟୁ କଲେକ୍ଟ କରୁଛି ଆଉ କିଛି ତାର ଫାଇଦା ହଉନି ପ୍ଲାଣ୍ଟରେ କିନ୍ତୁ ସେ ମାତିଛି କେବଳ ଡ୍ୟୁ କରିବା ପାଇଁ ଓଲ୍ଟା ଏପଟେ କ'ଣ କରୁଛି ନା ତା ୱାଇଫ ତା ସ୍ତ୍ରୀ କ'ଣ କରୁଛି ନା ସେ ଯୋଉ ବାନାନା ପ୍ଲାଣ୍ଟର ସେ ଯୋଉ କଦଳୀ ଗଛ ଯୋଉ ବାନାନା ଥିଲା ତାକୁ took it to the market ବଜାରକୁ ନେଇକି ଯାଉଛି and got a good price for it ତା ପାଇଁ ସେ ଭଲ ମୂଲ୍ୟ ମଧ୍ୟ ପାଉଛି ଓକେ ନେକ୍ସଟ ଯିବା ନେକ୍ସଟ ଲାଇନକୁ over the years ରାମନାଥ planted more and more plant over the years ବର୍ଷ ସାରା ସେ କ'ଣ କଲା ରାମନାଥ planted କଲା planted more ବହୁତ ସାରା ଗଛ ଲଗେଇଲା ହେଲା and they had wait କର ଟିକେ and they had huge banana plantation ତାଙ୍କର କ'ଣ ହେଲା ନା ବହୁତ ବଡ banana plantation ହେଲା plantation ମାନେ ହଉଛନ୍ତି ବୃକ୍ଷରୋପଣ ଯୋଉଠି ବହୁତ ସାରା କଦଳୀ ଗଛ ସବୁ ହେଇଗଲା ଓକେ ନେକ୍ସଟ ଲାଇନକୁ ଯିବା at the end of the 6 years କହିଲା ନା 6 ବର୍ଷ ଯେତେବେଳେ ଶେଷ ହବାକୁ ବସିଲା he finally had his 5 liters of dew ତା ପାଖରେ କ'ଣ ହେଲା ନା 5 liters ର dew ତା ପାଖରେ କଲେକ୍ଟ ହେଇଗଲା ମାନେ 5 ଲିଟରର କାକର ତୁଷାର ହେଲା ତା ପାଖରେ ଏକାଠି ହୋଇଗଲା ଦେଖିବା ନେକ୍ସଟ କ'ଣ ହଉଛି ଚାଲ ଦେଖିବା ସେଟା କାମ ଦଉଛି ନା ନାହିଁ ଓକେ ଆଚ୍ଛା ତୁମେ ଭାବିଲ ସେଟା କାମ ଦବ କମେଣ୍ଟ ବକ୍ସରେ ମୋତେ ଜଣାଅ ଏଟା କାମ ଦବ ନା ନାହିଁ ଆମେ ତା ପୂର୍ବ ପାର୍ଟ ପଢିବା ପରେ ମାନେ ପୂର୍ବରୁ ମୁଁ ଗୋଟେ ହିଣ୍ଟସ ଦଉଛି ଭାବିକି ମୋତେ କହିବ ଖାଲି ଗୋଟେ କମେଣ୍ଟ କରିବ ଓକେ ନେକ୍ସଟ ଲାଇନକୁ ଯିବା ନେକ୍ସଟ ଲାଇନ ହେଉଛି କେୟାରଫୁଲି ହି ଟୁକ୍ ଦ ବଟଲ ଟୁ ଦ ସେଜ୍ ଯତ୍ନର ସହିତ ସେ ବୋଟଲକୁ ସେଜ ପାଖକୁ ନେଇକି ଗଲା ସେ ସାଧୁ ପାଖକୁ ନେଇକି ଗଲା ଦ ସେଜ ସ୍ମାଇଲ୍ଡ ଆଣ୍ଡ ମଟର ସମଥିଙ୍ଗ ଓଭର ଦ ୱାଟର ଦ ସେଜ ସ୍ମାଇଲ୍ଡ ମାନେ ହସିବା ସେଇ ସାଧୁଟି ହସିଲା ଆଣ୍ଡ ଏବଂ ମଟର ମାନେ ଧୀରେ କହିବା ସ୍ଲୋ ଭଏସରେ ଧୀର ଭଏସରେ କହିବା କ'ଣ କହିଲା ନା ସମଥିଙ୍ଗ ଓଭର ଦ ୱାଟର ମାନେ କିଛି ଗୁଣୁଗୁଣୁ ହେଲା ସେ ୱାଟର ଉପରେ କିଛି କହିଲା ସେ ଦେନ୍ ହି ରିଟର୍ନ ଦ ବୋଟଲ ଆଣ୍ଡ ସେଡ୍ ଓକେ ତାପରେ କ'ଣ କଲା ନା ସେ ବୋଟଲଟାକୁ ରିଟର୍ନ କରିଦେଲା ଫେରିଦେଲା କାହାକୁ ନା ରାମନାଥକୁ ଆଣ୍ଡ ସେଡ୍ କହିଲା ନା ଟ୍ରାଏ ଇଟ୍ ଆଉଟ୍ ଏହାକୁ ଏବେ ତମେ ଟ୍ରାଏ କର ଚେଷ୍ଟା କର କ'ଣ ହଉଛି ଦେଖିବା ହେଲା ଦେନ୍ ରାମନାଥ sprinkle a few drops on a copper vessel and waited for it to turn into gold ରାମନାଥ କ'ଣ କଲା ସ୍ପ୍ରିଙ୍କଲ ମାନେ ଛିଞ୍ଚିବା
ए फ्यू ड्रॉप्स किछि बुंदा छिंचिला कोउतरे छिंचिला ना ऑन ए कॉपर वेसल कॉपर ର ଗୋଟେ ପାତ୍ର ଉପରେ ସିଏ ଛିଞ୍ଚିଲା and waited for it to turn into gold and wait କଲା କିଛି ସମୟ ଅପେକ୍ଷା କଲା ଦେଖିଲା ଏଟା ସୁନା ହେଉଛି ନା ନାହିଁ to his surprise nothing happened ସେ ସରପ୍ରାଇଜ ହେଇଗଲା କେତେବେଳେ ନା କିଛି ଯେତେବେଳେ nothing happened କିଛି ଘଟିଲା ନାହିଁ ଓକେ ନେକ୍ସଟ ଲାଇନ କୁ ଯିବା ସେ କହୁଛି this is cheating he told the sage okay I have wasted 6 precious years of my life this is cheating ସେ କହିଲା ଏହା ତ ମୋ ସହିତ ଠକାମି ହେଲା he told to the sage ଏଇ କଥାଟା ସେ ସାଧୁକୁ କହିଲା I have wasted 6 precious years of my life I have ସେ wasted ମାନେ ମୁଁ ନଷ୍ଟ କରିସାରିଛି 6 precious years ମାନେ 6 ବର୍ଷ ଯୋଉ ମୂଲ୍ୟବାନ ବର୍ଷଟି ମୁଁ ମୋ ଲାଇଫ ର ୱେଷ୍ଟ କରିଦେଲି ଯେତେବେଳେ ଦେଖିଲା ସେ କିଛି ହେଲା ନାହିଁ ସେ ସୁନାରେ ଗୋଟେ ବସ୍ତୁ କପର ଭେସଲ ଉପରେ ଛିଞ୍ଚିଲା କିନ୍ତୁ ସେ ସୁନା ହେଇସାରିଲା ନାହିଁ ତାକୁ ଫିଲ୍ ହେଲା ଯେ ଅନୁଭବ ହେଲା ଯେ ସେ ତାର 6 ବର୍ଷ ଯୋଉ ଏତେ କଷ୍ଟ କରି ସେ ଯୋଉ ଗଛ ସବୁ ଲଗେଇକି ସେଥିରେ ନିଜେ ପ୍ଲାଣ୍ଟେସନ କରି ପାଣି ଦେଇକି ଯେତେ କଷ୍ଟ ତାର କିଛି ତାକୁ ଲାଗିଲା ଯେ କିଛି ମୂଲ୍ୟ ମିଳିଲା ନାହିଁ next line को जिबा but the sage mahipati only smiled and called madhupati to come forward but the sage किंतु से साधु महिपति जे थिले only smiled कले हसिले and called madhupati की डाकिले to come forward आगु को आसिया पई मधुपति को डाकिले she came with a big box she came with a big box okay she माने हु मधुमती ता स्त्री जे थिला आसिला गुटे बड़ बॉक्स धरिकी आसिला when she opened it जेतेबेले से ताको खोलिला they saw signed stacks of gold coins ओके when she opened से खोला देखिला बहुत सारा गोल्ड रो कॉइन सब सुनार कॉइन सब साइन करूचंती चक करूचंती ओके स्टैक्स माने कोन ना एठी अछि कलेक्शन ऑफ समथिंग माने स्टैक्स माने किछि कलेक्शन ओटे एकाठी करथिबा किछि दिनस हैला एकत्र कोन करथिला ना गोल्ड कॉइन्स को से एकत्र करथिला ओके ठीक अछि नेक्स्ट लाइन को जे नेक्स्ट पैराग्राफ दिस इज योर लास्ट पैराग्राफ माने एटा लास्ट पैराग्राफ ओके तुम भाबिलो देखिलो किछि मिलला नाही तो देखिए तापर कौन होची बाबा कौन कहउचंती now the sage turned to the very surprised रामनाथ and said रामना वर्तमान कहले ना देन से कौन कहले ना रामनाथ पाखु गले एंड कहले there is no magic potion that can turn things into gold से कहले कि there is no magic potion ए दुनिया रे केबे भी सेमिति किछि मैजिक पोशन तयारी नि से जादुई पानी तयारी नि जोटा कि that can turn things into gold जोटा कि वस्तु जिनिस को गोल्ड रे तयारी करी परिबो you worked hard on your land and created this plantation you work hard माने तुमे बहुत कष्ट कलो काम कलो बहुत कष्ट कलो एंड तुमे तुम जमी रे बहुत सारा माने कष्ट करी काम कलो एंड क्रिएटेड दिस प्लांटेशन तुमे ई वृक्षरोपण को निजे ही तैयार कलो व्हाइल यू लुक्ड आफ्टर द ट्री जेतेबेले तुमे এই ଗଛର ସବୁ ଧ୍ୟାନ ରଖୁଥିଲ ୟୋର ୱାଇଫ ତୁମର ୱାଇଫ ଯେ ଥିଲା sold the fruit in the market ସେ ତମେ ତମର ଏପଟେ ଡ୍ୟୁ କଲେକ୍ଟ କରୁଥିଲ କାକର କରୁଥିଲ ସେପଟେ ତମ ସ୍ତ୍ରୀ କଣ କରୁଥିଲା ନା ତାର ଫ୍ରୁଟ ଯୋଉ ଥିଲା ବାନାନା ଗୁରାକୁ ନେଇକି ମାର୍କେଟ ରେ ବିକ୍ରି କରୁଥିଲା that's how you got this money ଏହା ଏଇପରି ତୁମ ଦେଖିଲ ତୁମେ ଏମିତି ହିଁ କରିକିରି କେମିତି ତୁମେ ମନି ଇନକମ କରିପାରିଲ ଏହା ହେଉଛି କାରଣ ଏଇ କାରଣ ଲାଗି ତମେ ଆଜି ଏତେ ପଇସା ପାଇଛ ଓକେ it was your hard work ଏହା କେବଳ ହିଁ ତୁମ କଠିନ ପରିଶ୍ରମ ଲାଗି ହୋଇପାରିଛି that created this wealth ଯୋଉଟା କି ଏହି ମନି ଏହି ମୂଲ୍ୟ ସମ୍ପଦ को तैयारी करिछि ओके नॉट मैजिक जादू नुहे ओनली हार्ड वर्क ही एही पैसा को उत्पन्न करछि क्रिएट करछि ओके नेक्स्ट कोछि इफ आई हैड टू टोल्ड यू अबाउट दिस अर्लियर यू वुड हैव नॉट लिसन टू मी ओके से कोछि मु जदी एई कथा को इफ आई जदी मु एई कथाटी को आगुरु माने अर्ली कहि थांती पूर्वरु कहि थांती यू वुड हैव नॉट लिसन टू मी तुमे मो कथा सुनि न थांतो सो आई हैव प्लेड अ ट्रिक ऑन यू सो तेनु मु गोटे तम सहित गोटे छोट खेल खेली रामनाथ नेक्स्ट लाइन को रामनाथ अंडरस्टूड द विजडम बिहाइंड दीज वर्ड्स रामनाथ कौन कला ना बुझी पारिला एथर से बुद्धि से ज्ञान विषय माने ए जो कथा से कहथिले ता पछरे कोन सब कारण थिला से वर्तमान बुझी पारिला एंड वर्क इवन हार्डर ऑन दिस ऑन हिज प्लांटेशन फ्रॉम दैट डे से कौन कहले ना से परदिन ठार से वर्क इवन हार्डर अधिक कष्ट परिश्रम कला तार जो वृक्षरोपण उपर जो करथिला कदली गछ उपर करथिला कदली गछर एते सारा तैयारी करथिला फ्रॉम दैट डे से दिन ठार से कष्ट करबा को लागिला ओके तुमर ए विषयटा एबे एंड होची नेक्स्ट क्लास रे हमें यार क्वेश्चन आंसर करबा ओके आ पर माने नेक्स्ट वीडियो पाया पई मो चैनल को सब्सक्राइब करंतु एवं बहुत मजेदार रे बुझिबा पई अति सहज रे बुझिबा पई प्लीज मते कमेंट करंतु इफ जदि तुमर किसी डाउट रहिला देन मते कमेंट बॉक्स रे जणांतु टाटा स्टूडेंट्स बाय बाय